ଅନଲାଇନ୍ ପ୍ରେମ ଭାଗ 13। ସକାଳୁ ସକାଳୁ ବାହାରି ପଡ଼େ ସୋନିକି ଖୋଜିବା ପାଇଁ। ସୋନି ବିନା ତା ଜୀବନ ଅନ୍ଧାକାର ହୋଇଯାଇଥିଲା। ତା ଜୀବନର ସବୁ ଖୁସି ହଜି ଯାଇଥିଲା। ଏମିତି ଭିତରେ ସେ ପହଞ୍ଚି ଯାଇଥିଲା ସୋନି ରହୁଥିବା ଘର ପାଖରେ। ସେ ଠିଆ ହୋଇ ବହୁତ ଜଣଙ୍କୁ ସୋନି କଥା ପଚାରିଲା। ହେଲେ ସମସ୍ତେ ସୋନିକି ଜାଣିଛନ୍ତି, କିନ୍ତୁ କୁଆଡ଼େ ଯାଇଛନ୍ତି ଆଉ ତାଙ୍କ ଗାଁ କେଉଁଠି କେହି ବି ଜାଣିନାହାନ୍ତି। ମନ ଦୁଃଖରେ ସେଠୁ ଫେରି ଆସିଲା। ଫେରୁ ଫେରୁ ମନେ ପଡ଼ିଲା ପୁରୁଣା କଥା, ସୋନି ସହ ବିତାଇଥିବା ଦିନ। କେତେ ଖୁସିରେ ତାଙ୍କର ଦିନ ବିତି ଯାଉଥିଲା। ସୋନି ଏତେ ଗପୁଥାଏ ଯେ ସତେ ଯେମିତି FM ରେଡ଼ିଓ। ସୋନି ସହ କଥା ହୋଇ ସବୁ ଦୁଃଖ ଦୂର ହେଇଯାଉଥିଲା। ହେଲେ ସୋନି ମୋ ସହ ଏମିତି କ'ଣ ପାଇଁ କରିଲେ? କି ଭୁଲ ମୋର ଥିଲା, ନା ମୋ ଭଲ ପାଇବାରେ କିଛି ଖରାପ ଥିଲା? ଏତିକି ଭିତରେ ମନ୍ଦିର ପାଖରେ ଗାଡ଼ିଟି ଖରାପ ହୋଇଗଲା। ଗାଡ଼ି ରଖି ମନ୍ଦିର ଭିତରକୁ ଯାଇ ବସି ସୋନି କଥା ଭାବୁଥାଏ। ଜଣେ ବୁଢ଼ୀ ମାଉସୀଟିଏ ଆସି ମନ୍ଦିରର ନନାଙ୍କୁ ଗୋଟିଏ ଝିଅ କଥା ପଚାରୁଥାଏ। ପ୍ରିନ୍ସକୁ ଟିକେ ଟିକେ ଶୁଣାଗଲା। ସେ ସେଠାରୁ ଉଠି ବୁଢ଼ୀ ମାଉସୀକୁ ପଚାରେ, କାହାକୁ ଖୋଜୁଛ? ବୁଢ଼ୀ ମାଉସୀ, ମୁଁ ସୋନି ବୋଲି ଝିଅଟିକୁ ଖୋଜୁଛି, ହେଲେ କିଛି ଦିନ ହେବ ତାକୁ ଦେଖିନି। ତାକୁ ଦେଖିବାକୁ ବହୁତ ଇଚ୍ଛା, ହେଲେ କେମିତି ଦେଖା କରିବି? ସେ ବୋଧେ ଗାଁକୁ ଚାଲି ଯାଉଛି। ମାଉସୀ, ତା ଗାଁ କୋଉଠି ଜାଣିଛ?